ତ ଦର୍ଶକ ବନ୍ଧୁ ବର୍ତ୍ତମାନ ଆମ ରାଜ୍ୟ ସରକାରଙ୍କ ତରଫରୁ ଆମ ରାଜ୍ୟର ଚାଷୀ ଭାଇମାନଙ୍କ ପାଇଁ ଗୋଟିଏ ବଡ଼ ଘୋଷଣା କରାଯାଇଛି। ଅର୍ଥାତ୍ ଗୋଟିଏ ଖୁସି ଖବର ଜାରି କରାଯାଇଛି। ତ ହଁ ଆଜ୍ଞା, ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଆମ ରାଜ୍ୟର ଚାଷୀ ଭାଇମାନଙ୍କୁ ବଳରାମ ଯୋଜନା ଅନ୍ତର୍ଗତରେ 2 ଲକ୍ଷ ଟଙ୍କାର ଲୋନ୍ ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଆଜିର ଏ ଭିଡ଼ିଓରେ ଆମେ ଜାଣିବା ଯେ ଏହି ବଳରାମ ଯୋଜନା କ'ଣ ଏବଂ ଏହି ବଳରାମ ଯୋଜନା ଅନ୍ତର୍ଗତରେ ଆପଣମାନେ କେମିତି ସରକାରଙ୍କ ଠାରୁ ଏହି 2 ଲକ୍ଷ ଟଙ୍କାର ଲୋନ୍ଟି ମଧ୍ୟ ପାଇପାରିବେ। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ଏବଂ ତା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ। ତ ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆମ ଚାଷୀ ଭାଇମାନଙ୍କର ଉନ୍ନତି ନିମନ୍ତେ ସରକାରଙ୍କ ତରଫରୁ ବହୁତ ସାରା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯେମିତିକି ଆପଣମାନଙ୍କର ପିଏମ୍ କିଷାନ ଯୋଜନା, ତାପରେ ରାଜ୍ୟ ସରକାରଙ୍କ ତରଫରୁ ସିଏମ୍ କିଷାନ ଯୋଜନା, ସେଇଭଳି ଭାବରେ ଏମିତି ଅନେକ ସାରା ଯୋଜନା ମଧ୍ୟ ରହିଛି। ଏବଂ ଏସବୁ ଯୋଜନା ଭିତରୁ ବଳରାମ ଯୋଜନା ଗୋଟିଏ ରହିଛି, ଯାହାକି ଆମ ରାଜ୍ୟ ସରକାରଙ୍କ ତରଫରୁ 2020 ମସିହାରୁ କାର୍ଯ୍ୟକାରୀ କରାଯାଉଛି। ଆଉ ଏହି ବଳରାମ ଯୋଜନା ଅନ୍ତର୍ଗତରେ ଆମ ରାଜ୍ୟର ଚାଷୀ ଭାଇମାନଙ୍କୁ ଲୋନ୍ ମଧ୍ୟ ପ୍ରଦାନ କରାଯାଉଛି, ଯାହାଦ୍ୱାରା ସେମାନେ ସେହି ଲୋନ୍ ପଇସାକୁ ଆଣିକି କିଛି ନା କିଛି ଉନ୍ନତି କରିପାରିବେ ବା ତାକୁ ଚାଷ କାର୍ଯ୍ୟରେ ମଧ୍ୟ ଲଗାଇ ପାରିବେ। ତେବେ ଚାଲନ୍ତୁ ବର୍ତ୍ତମାନ ଆମେ ଜାଣିବା ଯେ ଏହି ବଳରାମ ଯୋଜନା ଅନ୍ତର୍ଗତରେ ଆପଣମାନେ ରାଜ୍ୟ ସରକାରଙ୍କ ତରଫରୁ ଏହି 2 ଲକ୍ଷ ଟଙ୍କାଟି କିପରି ଭାବରେ ପାଇପାରିବେ। ତ ଆଜ୍ଞା, ବର୍ତ୍ତମାନ ଆପଣମାନେ ସ୍କ୍ରିନ୍ ଉପରେ ଦେଖିପାରୁଥିବେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ବଳରାମ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଋଣ ବୃଦ୍ଧି ଏଣିକି ପାଇବେ 2 ଲକ୍ଷ ଟଙ୍କା। ତ ହଁ ଆଜ୍ଞା, ଯେମିତିକି ପ୍ରଥମରୁ ମୁଁ ମଧ୍ୟ ଆପଣମାନଙ୍କୁ କହିଲି ଯେ ବର୍ତ୍ତମାନ ଆମ ରାଜ୍ୟରେ ନୂଆ ସରକାର ଆସିଛି। ତ ନୂଆ ସରକାରଙ୍କ ଦ୍ୱାରା ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଆଉ ବଳରାମ ଯୋଜନାରେ ଚାଷୀ ଭାଇମାନଙ୍କୁ ଦିଆଯାଉଥିବା ଋଣ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ଆପଣଙ୍କର ବର୍ତ୍ତମାନ 2 ଲକ୍ଷ ଟଙ୍କା ମଧ୍ୟ ରହିଛି। ତେବେ ଏହି 2 ଲକ୍ଷ ଟଙ୍କା ଲୋନ୍ଟି ଆପଣମାନେ କେମିତି ପାଇପାରିବେ ତା ବିଷୟରେ ଚାଲନ୍ତୁ ଆମେ ଟିକେ ଡିଟେଲ୍ସରେ ଜାଣିନେବା। ତ ଦେଖନ୍ତୁ, ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଋଣ ପରିମାଣ 1,60,000 ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ବଳରାମ ଯୋଜନାର ହିତାଧିକାରୀକୁ ଦେଉଥିବା ଋଣ ପରିମାଣକୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜ୍ଞା, ଆପଣମାନେ ଯେମିତି ବର୍ତ୍ତମାନ ଜାଣିଲେ ଯେ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଉ ସରକାର ଯେଉଁ ବଳରାମ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତ ସେହି ବଳରାମ ଯୋଜନାରେ ଆମର ଯେଉଁ ଭୂମିହୀନ ଚାଷୀ ଭାଇମାନେ ଅଛନ୍ତି, ତ ସେମାନଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରାଯାଉଥିବା ଋଣର ପରିମାଣକୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ଆପଣମାନଙ୍କର ପୂର୍ବରୁ 1,60,000 ଟଙ୍କା ଥିଲା। ତ ଆଜ୍ଞା, ପୂର୍ବରୁ ଅର୍ଥାତ୍ ଆମର ଯେଉଁ ବିଜେଡି ସରକାର ଥିଲା 2020 ମସିହାରେ ଚାଷୀ ଭାଇମାନଙ୍କ ପାଇଁ ବା ଆମର ଯେଉଁ ଭାଗ ଚାଷୀମାନେ ରହିଛନ୍ତି, ତ ସେମାନଙ୍କ ପାଇଁ ଆମର ନବୀନ ସରକାର ସେ ସମୟରେ ବଳରାମ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏବଂ ଏହି ବଳରାମ ଯୋଜନାରେ ଆମର ଚାଷୀ ଭାଇମାନଙ୍କୁ ପୂର୍ବରୁ 1,60,000 ଟଙ୍କା ବିନା ବନ୍ଧକରେ ଋଣ ପ୍ରଦାନ କରୁଥିଲେ। ବିନା ବନ୍ଧକରେ ଅର୍ଥାତ୍ ଆପଣମାନେ ଜାଣିଥିବେ ଯେତେବେଳେ ଆମେ କୌଣସି ବ୍ୟାଙ୍କ କିମ୍ବା କାହା ପାଖକୁ ଲୋନ୍ ଆଣିବାକୁ ଯାଉଛେ, ତାଙ୍କ ପାଖରେ ଆମକୁ କିଛି ବନ୍ଧା ରଖିବାକୁ ପଡ଼ିଥାଏ। କିନ୍ତୁ ଯେହେତୁ ଆମର ଭାଗ ଚାଷୀ ଭାଇମାନଙ୍କ ପାଖରେ ଜମି ନଥାଏ କିମ୍ବା ଭୂମିହୀନ ଚାଷୀ ଭାଇମାନଙ୍କ ପାଖରେ ଜମି ନଥାଏ, ତ ସେଥିପାଇଁ ସେମାନଙ୍କ ପାଖରେ ବନ୍ଧା ମଧ୍ୟ ରଖିବାକୁ କିଛି ନଥାଏ। ତ ସେଥିପାଇଁ ସରକାର ଖାସ୍ କରିକି ସେମାନଙ୍କ ପାଇଁ ଏହି ବଳରାମ ଯୋଜନା କାର୍ଯ୍ୟକାରୀ କରୁଥିଲେ, ଯେଉଁ ଯୋଜନାରେ ସେମାନଙ୍କୁ ବିନା ବନ୍ଧକରେ ଏହି ଋଣ ଟଙ୍କାଟି ପ୍ରଦାନ କରୁଥିଲେ। ତ ବର୍ତ୍ତମାନ ଆପଣମାନେ ସମ୍ପୂର୍ଣ୍ଣ ରୂପେ ବୁଝିଗଲେ ଯେ ଏହି ବଳରାମ ଯୋଜନାର ଲାଭ ଭୂମିହୀନ ଚାଷୀ ଭାଇମାନେ ଉଠାଇ ପାରିବେ ଏବଂ ତା ସହିତ ସେମାନେ 2 ଲକ୍ଷ ଟଙ୍କା ମଧ୍ୟ ବିନା ବନ୍ଧକରେ ପାଇପାରିବେ ବା କିଛି ବନ୍ଧା ନ ଦେଇ ମଧ୍ୟ ସେମାନେ ଏହି ଲୋନ୍ଟି ପାଇପାରିବେ। ତ ଦେଖନ୍ତୁ, ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କିଛି ଦିନ ପୂର୍ବରୁ ଆପଣମାନଙ୍କର ରାଜ୍ୟ କୃଷି ବିଭାଗ ତରଫରୁ ବଳରାମ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ 2 ଲକ୍ଷ ଟଙ୍କା ବୃଦ୍ଧି କରାଯାଉ ବୋଲି ନିଷ୍ପତ୍ତି ନେଇଥିଲେ, ଯାହାକି ଆପଣଙ୍କର ନୋଟିସ୍ ମାଧ୍ୟମରେ ମଧ୍ୟ ଜଣାଯାଇଥିଲା। ତ ଦେଖନ୍ତୁ, ରାଜ୍ୟରେ ଆତ୍ମହତ୍ୟା କରୁଥିବା ଅଧିକାଂଶ ଚାଷୀ ହେଲେ ଭାଗ ଚାଷୀ। ନିଜସ୍ୱ ଜମିପଟା ନଥିବାରୁ ସମବାୟ ସମିତି କିମ୍ବା ବ୍ୟାଙ୍କ ପକ୍ଷରୁ ଏମାନଙ୍କୁ କୃଷି ଋଣ ମିଳେ ନାହିଁ। ମହାଜନ କିମ୍ବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ମାତ୍ରାଧିକ ସୁଧରେ ଋଣ ନେବାକୁ ସେମାନେ ବାଧ୍ୟ ହୁଅନ୍ତି ଏବଂ ପରିଶୋଧ କରିବାରେ ସବୁ ଅର୍ଥ ସରିଯାଏ। ଯେତେ ପରିଶ୍ରମ କଲେ ମଧ୍ୟ ସେମାନେ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ ନାହିଁ।
ଏହି ସ୍ଥିତିକୁ ଅନୁଧ୍ୟାନ କରି 2020ରେ ବଳରାମ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ଚାଷୀଙ୍କୁ 1.6 ଲକ୍ଷ ଟଙ୍କା ଋଣ ଦିଆଯିବା ନେଇ ଘୋଷଣା ହୋଇଥିଲା, ଯାହାକି ବର୍ତ୍ତମାନ ଆମର ରାଜ୍ୟ ସରକାରଙ୍କ ତରଫରୁ 2 ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ତେବେ ଦର୍ଶକ ବନ୍ଧୁ, ଯେଉଁ ଚାଷୀ ଭାଇମାନଙ୍କ ପାଖରେ ଜମି ପଟ୍ଟା ନଥାଏ, ତ ସେମାନଙ୍କୁ କ'ଣ ହୋଇଥାଏ ନା କୌଣସି ବ୍ୟାଙ୍କରେ ଆଉ ଆପଣଙ୍କର ଯେଉଁ ସମବାୟ ସମିତି ବ୍ୟାଙ୍କ ରହିଛି, ତ ସେଗୁଡ଼ାକ ମଧ୍ୟ ଆପଣଙ୍କୁ ଋଣ ଦେଇନଥାନ୍ତି। ଯେହେତୁ ଆପଣଙ୍କ ପାଖରେ ବନ୍ଧା ରଖିବାକୁ କିଛି ନଥାଏ, ତ ସେଠାରେ ଆପଣମାନେ କ'ଣ କରିଥାନ୍ତି ନା ଚାଷରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଆପଣଙ୍କ ଗାଁରେ ଯେଉଁ ମହାଜନମାନେ ଥାଆନ୍ତି କିମ୍ବା ଯେଉଁ ଘରୋଇ ଅର୍ଥ ଲଗାଣ ସଂସ୍ଥା ଥାଆନ୍ତି, ତ ସେମାନଙ୍କ ଠାରୁ ସେମାନେ ଅଧିକ ଋଣ ନେବାକୁ ବାଧ୍ୟ ହୋଇଥାନ୍ତି ଏବଂ ପରିଶୋଧ କରିବାରେ ସବୁ ଅର୍ଥ ମଧ୍ୟ ସେମାନଙ୍କର ସରିଯାଇଥାଏ। କାହିଁକି ନା ଆପଣମାନେ ମଧ୍ୟ ଜାଣିଛନ୍ତି, ଆଜିକା ଡେଟ୍ରେ ଯଦି ଆପଣମାନେ କୌଣସି ଜାଗାରୁ ଲୋନ୍ ଆଣୁଛନ୍ତି, ତାହେଲେ ଆପଣମାନେ ସୁଧ ଟଙ୍କା ଦେଲା ବେଳକୁ କାନ୍ଦି ପକାଇବେ। ସେଥିପାଇଁ ସରକାର କ'ଣ କରିଥିଲେ ନା ଏସବୁକୁ ଦେଖିଥିଲେ ଏବଂ 2020 ମସିହାରେ ସେ ଏହି ଭାଗ ଚାଷୀ ଭାଇମାନଙ୍କ ପାଇଁ ବା ଏହି ଭୂମିହୀନ ଚାଷୀ ଭାଇମାନଙ୍କ ପାଇଁ ଖାସ କରି ବଳରାମ ଯୋଜନାକୁ ଆରମ୍ଭ କରିଥିଲେ ଏବଂ ଏହି ବଳରାମ ଯୋଜନାରେ ସେହି ଚାଷୀ ଭାଇମାନଙ୍କୁ ଆମର 1.6 ଲକ୍ଷ ଟଙ୍କା ଋଣ ଦିଆଯାଉଥିଲା। ସେ ସମୟରେ ଯେତେବେଳେ ଏହି ଯୋଜନାଟି ଲାଗୁ ହୋଇଥିଲା, କିନ୍ତୁ ବର୍ତ୍ତମାନ ଯେହେତୁ ରାଜ୍ୟରେ ନୂଆ ସରକାର ଆସିଛି ଏବଂ କେନ୍ଦ୍ରରେ ମଧ୍ୟ ଆପଣମାନଙ୍କର ସେହି ସମାନ ସରକାର ରହିଛି, ତ ସେଥିପାଇଁ ବର୍ତ୍ତମାନ ଆପଣମାନଙ୍କର ଏହି ବଳରାମ ଯୋଜନାରେ ଯେଉଁ ଟଙ୍କାଟି ପ୍ରଦାନ କରାଯାଉଛି, ତ ତାକୁ ବଢ଼ାଇକି 2 ଲକ୍ଷ ଟଙ୍କା ମଧ୍ୟ କରିଦିଆଯାଇଛି। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ମୁଁ ଆଶା କରୁଛି ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ବଳରାମ ଯୋଜନା ବିଷୟରେ ଯାହା ସବୁ କିଛି କହିଲି ବା ଏହି ଖବରରେ ଆପଣମାନଙ୍କର ଯାହା ସବୁ କିଛି ସୂଚନା ଦିଆଯାଇଥିଲା, ତ ତାକୁ ଆପଣମାନେ ସଠିକ୍ ଭାବରେ ବୁଝିଥିବେ ଏବଂ ତା ସହିତ ଆପଣମାନେ ଜାଣିଯାଇଥିବେ ଯେ ବଳରାମ ଯୋଜନାର ଲାଭ କେଉଁମାନଙ୍କୁ ମିଳୁଛି ଆଉ ବଳରାମ ଯୋଜନାରେ କେତେ ଟଙ୍କାର ଲୋନ୍ ମଧ୍ୟ ଆପଣମାନଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ଏହା ବାଦ ଯଦି ବଳରାମ ଯୋଜନା ବିଷୟରେ ଆପଣମାନେ ଆହୁରି କିଛି ଡିଟେଲ୍ସରେ ଜାଣିବାକୁ ଚାହୁଁଛନ୍ତି ବା ଗୋଟିଏ ଡେଡିକେଟେଡ୍ ଭିଡ଼ିଓ ମଧ୍ୟ ଆପଣମାନେ ଦେଖିବାକୁ ଚାହୁଁଛନ୍ତି ଯେ ବଳରାମ ଯୋଜନା କ'ଣ, ବଳରାମ ଯୋଜନାର ଲାଭ କେଉଁମାନେ ପାଇପାରିବେ ଏବଂ କେମିତି ଏହି 2 ଲକ୍ଷ ଟଙ୍କା ପାଇଁ ଆପଣମାନେ ଆପ୍ଲାଏ କରିପାରିବେ ଏବଂ କେଉଁ ସବୁ ଡକ୍ୟୁମେଣ୍ଟସ୍ ଲାଗିବ ଆଉ ଆପଣଙ୍କର କେତେ ଟଙ୍କା ସୁଧ ଦେବାକୁ ପଡ଼ିବ, ତ ସବୁ କିଛି ଡିଟେଲ୍ସ ଯଦି ଆପଣମାନେ ଜାଣିବାକୁ ଚାହୁଁଥିବେ, ତାହେଲେ ନିଶ୍ଚିତ ଭାବରେ ଆପଣମାନେ ଆମକୁ ମଧ୍ୟ କମେଣ୍ଟରେ କହିଦେବେ। ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଥାଏ, ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ହେଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ଆପଣମାନେ କେଉଁ ଜିଲ୍ଲାରୁ ଏ ଭିଡ଼ିଓଟିକୁ ଦେଖୁଛନ୍ତି, ତ କମେଣ୍ଟ ମାଧ୍ୟମରେ ଜଣାଇଦେବେ। ତ ଚାଲନ୍ତୁ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଏତିକି। ପୁଣି ଦେଖାହେବ ଆଉ ଗୋଟିଏ ନୂଆ ଭିଡ଼ିଓରେ। ତ ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।